କାହାର କାନ୍ଦ ଶୁଭୁଛି? ଆରେ କିଏ ତୁମେ? କୋଉଠି କାନ୍ଦୁଛ? ତମେ ମତେ ଶୁଣି ପାରୁଛ? ତମେ କିଏ? ଆମ ଘରକୁ ଆସି କାନ୍ଦୁଛ ପୁଣି ମତେ ପଚାରୁଛ ମୁଁ କିଏ? ମୁଁ ହେଲି ନଟିଆ। ତମେ କିଏ? ନଟିଆ ଭାଇ, ନଟିଆ ଭାଇ, ମତେ ବଞ୍ଚାଅ, ନହେଲେ ଏମାନେ ମତେ ମାରିଦେବେ। କଣ ହେଲେ? ମାରିଦେବେ? କିଏ ମାରିଦେବେ? ତମେ କୋଉଠି ଅଛ ଜଲ୍ଦି କୁହ। ଭଲ କଥା। ଆଉ ତ କାହିଁ କାନ୍ଦ ଶୁଭୁନି? ମୁଁ ବୋଧେ ସ୍ୱପ୍ନ ଦେଖୁଥିଲି ନା କଣ? ନାଇଁ, ମୁଁ ଯାଉଛି ଶୋଇପଡେ। ସାଙ୍ଗମାନେ ଜାଣିଛ, କାଲି ରାତିରେ ମୋ ସାଙ୍ଗରେ ଗୋଟେ ଅଜବ ଘଟଣାଟି ଘଟିଲା। ଆରେ ନଟିଆ, ତୁ କଣ ଭାବିଛୁ? ତୁ କିଛି ବି ଆସିକି କହିଦବୁ ଆଉ ଆମେ ବିଶ୍ୱାସ କରିଦବୁ? ଗୋଟେ ପାଲା ଚଲେଇଛୁ ଆଉ। ଆରେ ଶୁଣ ଶୁଣ, କେହି ବି ତା କଥା ବିଶ୍ୱାସ କରନି, ଏଟା ଟାଉଟରଟା। ଏଇଠି ଶୁଣ ସବୁ, ମତେ ଏବେ ବି ତା କାନ୍ଦ ଶୁଣା ଯାଉଛି। ନଟିଆ ଭାଇ, ନଟିଆ ଭାଇ, ମତେ ବଞ୍ଚାଅ, ବଞ୍ଚାଅ ମତେ। କୋଉଠି କୋଉଠି ତୁମେ ଅଛ? ମତେ କୁହ। ନଟିଆ ଭାଇ, ନଟିଆ ଭାଇ, ମତେ ବଞ୍ଚାଅ, ବଞ୍ଚାଅ ମତେ। ନଟିଆ ଭାଇ, ନଟିଆ ଭାଇ, ମତେ ବଞ୍ଚାଅ, ବଞ୍ଚାଅ ମତେ। 36, 37, 38, 39, 40। ଆରେ ହେ, ତମେ ସବୁ ମୋ ଘରକୁ କାହିଁକି ଆସୁଛ? ପାଠ ପଢା ଛାଡିକି ଟଙ୍କା ଚୋରେଇବାକୁ ଦଉଛି ତୁମ ମାନଙ୍କୁ ଏଇନା। ଆରେ ତମାନେ ସବୁ କଣ ବାହାରେ ବୁଲଛ? ପାଠ ପଢାରେ ଟିକେ ମନ ରହୁନି ନାଇଁ? ନାଇଁ ବାପା, ଏ ନଟିଆ କହୁଛି ତାକୁ ଗୋଟେ ଝିଅ ପିଲାର କାନ୍ଦ ଶବ୍ଦ ଶୁଣା ଯାଉଛି। ଇଏ ଟୋକାର ପାଠ ନ ପଢିବା ପାଇଁ ବାହାନା ସବୁ। ଚାଲ ସବୁ କ୍ଲାସକୁ। ନାଇଁ ସାର୍, ମୁଁ ମିଛ କହୁନି ସାର୍, ସତରେ ମତେ ଶୁଭୁଛି। ଚୁପ୍ କର, ତ କାନରେ ତୁଳା ବିଣ୍ଡା ଦେଇ କ୍ଲାସରେ ବସ, ଆଉ ଶୁଭିବନି ହେଲା? ଏଇଠି ପୁଣି ମତେ ଶୁଭୁଛି। ଆରେ 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 ନଟିଆ ନଟିଆ, ର ର ର କହୁଛି, ର। ତ ବାପା କହୁଛି ର, ଏଇନା ତୋ କଥା ସେ ବୁଝିବେ। ତମେ କିଏ? କୋଉଠି ଅଛ? ନ ଜାଣିଲେ କେମିତି ବଞ୍ଚେଇବି? ଆରେ କୁହ, ଲାଗୁଛି କାନ୍ଦ ଶୁଣିକି ମୁଁ ପାଗଳ ହେଇଯିବି। अरे तोर तो साहस बेसी बढ़ी गलानी नहीं क्लास रे सार असंदी तू पळै आसु बापा मते गोटे झियर कांद शब्द सुना जाउची मु कोनी करबी किछि सुना जाउनी पाठ न पढिबार ये सब गोटे गोटे तोर प्लान
କେହି ମୋ କଥାକୁ ବିଶ୍ୱାସ କରୁନାହାନ୍ତି। ସେ ଝିଅ କିଏ, କୋଉଠି ଅଛି କିଛି ଜାଣି ହଉନି। ତମେ କିଏ କହୁଛ, କୋଉଠୁ କହୁଛ ଆଗ କୁହ, ନହେଲେ ମୁଁ ତମର କିଛି କଥା ଶୁଣିବିନି। ତମେ ରାଗନି ନଟିଆ ଭାଇ, ମୁଁ ତ ଏବେ କୋଉଠି ଅଛି ଜାଣିନି। ମତେ ଚାରିପଟ ଅନ୍ଧାର ଦେଖା ଯାଉଛି। ଏମାନେ ମତେ ଜନ୍ମ ଦେବା ଆଗରୁ ମାରିଦେବାକୁ ଚାହୁଁଛନ୍ତି, କାରଣ ତାଙ୍କ ଝିଅ ନୁହଁ, ତାଙ୍କ ପୁଅ ଦରକାର। ଏବେ ବୁଝିଲି, ତୁ ଝିଅଟେ ବୋଲେ ତତେ ମା ଗର୍ଭରେ ହିଁ ମାରିଦେବାକୁ ଚାହୁଁଛନ୍ତି। ହେଲେ ମୁଁ ଏଇ ଦୁନିଆକୁ ଦେଖିବାକୁ ଚାହୁଁଛି, ତମକୁ ଦେଖିବାକୁ ଚାହୁଁଛି ନଟିଆ ଭାଇ। ଏମାନେ ମତେ କାଲି ମାରିଦେବେ କହୁଛନ୍ତି। ତୁ ବ୍ୟସ୍ତ ହନି, ମୁଁ ତ ଭାଇ, ତୋର କିଛି ହବାକୁ ଦେବିନି। ଲତିଆ ତୁ ଦା କହୁତୁ ମୁଁ ତୋ କଥାକୁ ମିଥ୍ୟାତ କଲୁତି। ମୁଁ ଜାଣିତି ମୋ ସାଙ୍ଗ ଗୋଟେ ଝିଅର ଜୀବନ ଉପରେ କେବେ ମିଥ୍ୟା କଥା କହିଗଲି। ମୁଁ ବି ନଟିଆକୁ ବିଶ୍ୱାସ କରୁଛି। କଣ ହେଲା ତୋର, ତୁ କାନ୍ଦୁଛୁ କାହିଁକି, କଣ ହେଲା? ନଟିଆ ଭାଇ, ଏମାନେ ମତେ କ୍ଲିନିକ କୁ ନଉଛନ୍ତି, ଆଜି ମତେ ମାରିଦେବେ। ସାଙ୍ଗମାନେ ସେ ଝିଅକୁ ମାରିବା ପାଇଁ କ୍ଲିନିକ ନଉଛନ୍ତି, ଜଲ୍ଦି ଚାଲ। ଆଚ୍ଛା ତତେ କୋଉ କ୍ଲିନିକ ନେଇ ଯାଉଛନ୍ତି, ଜଲ୍ଦି କହ ଜଲ୍ଦି, ଆମ ପାଖରେ ସମୟ ବହୁତ କମ ଅଛି। ମତେ ଏମାନେ ସୁକନ୍ୟା କ୍ଲିନିକ କୁ ନେବେ ବୋଲି କଥା ହଉଛନ୍ତି। କଣ ହେଲା ଲତିଆ, ଜଲ୍ଦି କଲେ। ଆଲେ ସେମାନେ ତାକୁ କୋଉଠିକି ନେଇକି ଯାଉଛନ୍ତି? ସେମାନେ ତାକୁ ସୁକନ୍ୟା କ୍ଲିନିକ ନେଇକି ଯାଉଛନ୍ତି, ସମସ୍ତେ ଜଲ୍ଦି ଚାଲ। আরে হেই, আরে ଆମ ପିଲା ଗୁଡାକ ସବୁ କଣ ସ୍କୁଲ ଛାଡି ମାର୍କେଟ ଆଡେ ଯାଉଛନ୍ତି? ଆରେ ହେ, ସ୍କୁଲ ତ ଛୁଟି ହେଇନି, ଏମାନେ ସବୁ ଏଠି କଣ କରୁଛନ୍ତି? ଇଏ ସବୁ ଆମରି ଟୋକାର ଶୈତାନି କାମ। ଆଜି ତା କଥା ବୁଝିବି, ଆସୁଛି। এইটা বোধে সেই সুকন্যা ক্লিনিক। জলদি ভিতরକୁ ଚାଲ, ସେ ଭିତରକୁ ଗଲାଣି। ମାଉସୀ ଜଲ୍ଦି ଏଠୁ ଚାଲ, ତମ ଝିଅକୁ ନହେଲେ ଏଠି ମାରିଦେବେ। ଆରେ କିଏ ତୁ, କୋଉ ଝିଅ କଥା କହୁଛୁ? ଯା ପଳା ଏଠୁ। ତମ ଝିଅ ହିଁ ମତେ ଏଠିକି ଡାକିଛି, ଆଉ ତମ ଘର ଲୋକ ତାକୁ ମାରି ଦଉଛନ୍ତି ବୋଲି ସେ ମତେ କହିଛି। ତମେ ସବୁ ପିଲା ପଳାଅ ଏଠୁ, ମୋ ସ୍ୱାମୀ ଦେଖିଲେ ତମ ମାନଙ୍କୁ ଛାଡିବେନି। ମାଉସୀ ମତେ ସୀତା ହିଁ ଏଠିକି ଡାକିଛି, ନହେଲେ ମୁଁ ଏଠି କେମିତି ଆସିଥାନ୍ତି? ସୀତା, ଏ ନା ତୁ କେମିତି ଜାଣିଲୁ? ଏ ନା ତ ମୋ ଝିଅର ଦେଇଥାନ୍ତି, ହେଲେ ମୋ ଶାଶୁ ଘର ଲୋକ ଝିଅ ଚାହୁଁନାହାନ୍ତି। ମାଉସୀ ଏବେ ବିଶ୍ୱାସ ହେଲା ତ, ତମ ଗର୍ଭରେ ଥିବା ଝିଅ ହିଁ ଆମକୁ ଏଠିକି ଡାକିକି ଆଣିଛି ବୋଲି? ତମେ କାନ୍ଦନି, ଏବେ ଏଠୁ ଜଲ୍ଦି ଚାଲ। ଆରେ ସେ ଛୁଆ ଗୁଡାକ ତ ସ୍ତ୍ରୀକୁ ନେଇ ଯାଉଛନ୍ତି, ଧରେ ସେମାନଙ୍କୁ। ଏମିତି ଠିଆଟା ହେଇ ଦେଖୁଛୁ କଣ? ଆରେ ହେ ହେ ହେ, ଆରେ ଆରେ ତମେ ସବୁ କିଏ? ହାଁ, ମୋ ସ୍ତ୍ରୀକୁ କୁଆଡେ ନେଇ ଯାଉଛ? ତମେ ଯାହା ସବୁ କରିବାକୁ ଯାଉଛ ସେଇଟା ଭୁଲ। ମୁଁ ମୋ ଝିଅକୁ କେବେ ବି ମାରିବାକୁ ଦେବିନି। ଆରେ ତୁ କଣ ପାଗିଳି ହେଇଗଲୁଣି? ଝିଅ ଜନ୍ମ ପର ଘରକୁ, ପୁଅ ହେଲେ ଆମ କୂଳ ବଢେଇବ। ରମେଶ, ଏ ଛୁଆ ଗୁଡାକ ତ ମୁଣ୍ଡ ଖରାପ କରିଛନ୍ତି ବୋଧେ। ଆଗ ଏମାନଙ୍କୁ ଏଠୁ ତଳେ।
ତମେ ନିଜେ ଗୋଟେ ସ୍ତ୍ରୀ ଲୋକ ହେଇ ଅନ୍ୟ ଗୋଟେ ସ୍ତ୍ରୀ ଲୋକର ଦୁଃଖ ବୁଝିପାରୁ ନା? ଏ ତୁ ବେଶୀ କଥା କହୁଛୁ। ଝିଅ ପିଲାଟା ପାଟି ବନ୍ଦ କରିକି ରହ, ବୁଝିଲୁ? ନହେଲେ ଆମର ତମେ କଣ କରିବ? ଆମେ ମାଉସୀଙ୍କୁ ନେଇକି ଏଠୁ ପୋଲିସ ଷ୍ଟେସନ ଯିବୁ। ଆରେ ହେ ଏ ପିଲାମାନଙ୍କୁ ବାନ୍ଧିକି ରଖ, ନହେଲେ ମୋ କ୍ଲିନିକ କୁ ବନ୍ଦ କରିଦେବେ। ତୁ ଟୋକା ସବୁ ନାଟର ଗୋବର୍ଦ୍ଧନ, ବୁଝିଲୁ? ହଁ ଦଉଛି ତତେ। ଚାଲ ଏଠୁ। ଚନ୍ଦୁ ମତେ ସବୁ କଥା କହିସାରିଛି। ଏବେ ପୋଲିସ ଆସି ଏମାନଙ୍କୁ ସମସ୍ତଙ୍କୁ ଜେଲକୁ ନବ। ଆରେ ସିଏ ମୋ ସ୍ତ୍ରୀ ଆଉ ମୋ ଛୁଆ, ତାକୁ ମୁଁ ମାରିବି କି ରଖିବି? ତମେ ସବୁ କିଏ? ହଁ ଆଉ ଝିଅଟା ହେଲେ ସେ କଣ କରିପାରିବ? ହଇଲୋ ହେଇ, କିଏ ମୋ ପୁଅକୁ ବାଡେଇଲା? ଗୋଟେ ମାଇକିନାଟେ ପୁଣି ପୁଲିସ। କଣ କହିଲୁ? ଝିଅ ମାନେ କଣ କରିପାରିବେ? ତମେ ପୁଅ ମାନେ ଯାହା କରିପାରିବ ଆମେ ମାନେ ବି ସେଇଆ କରିପାରିବୁ, ବୁଝିଲୁ? ଏମାନଙ୍କୁ ଜେଲ ନେଇକି ଭଲ କି ଦଫା ଲାଗନ୍ତୁ ମ୍ୟାଡାମ, ସବୁ ସାଇଜ ହେଇଯିବେ। ହେଇଲୋ ମା, ଆମର ଭୁଲ ହେଇଯାଇଛି। ଆମେ ଆମର ଭୁଲ ବୁଝି ପାରିଛୁ। ମୋ ପୁଅକୁ ଛାଡିଦେଲ, ମୋ ଧନଟା ପରା। ଛାଡିଦେ ମୋ ପୁଅକୁ। ନା ମାଉସୀ, ତମ ପୁଅ ଏକୁଟିଆ ଜେଲ ଯାଉନି, ତମେ ମାନେ ବି ତା ସାଙ୍ଗରେ ଜେଲ ଯାଉଛ। ତମ ଭଳିଆ ଲୋକ ଯଦି ମୋ ଘରେ ଥାନ୍ତେ ନା, ମୁଁ ବି ଏଇ ଦୁନିଆରେ ଜନ୍ମ ନେଇ ନଥାନ୍ତି। କନେଷ୍ଟବଳ, ସେ ଡକ୍ଟରଙ୍କୁ ବି ଆରେଷ୍ଟ କର। ହଁ ପରା, ସେଇଟା ପକ୍କା ଶୈତାନ। କ୍ଲିନିକ ନାଁରେ ସୁକନ୍ୟା ଦେଇଛି, ହେଲେ ଏଇଠି କନ୍ୟା ମାନଙ୍କୁ ହିଁ ଗର୍ଭରେ ମାରି ଦଉଛି ରେ ବାପା। ସୀତା ଦେଖ, ମୁଁ ହଉଛି ତୋର ନଟିଆ ଭାଇ, ଚିହ୍ନି ପାରୁଛୁ? ଆଲେ ଲତିଆ, ଏଠି ବସି କଣ ମୋବାଇଲ ଦେଖୁତୁ? ଆଉ ତାହେଲେ ଖେଳିବାକୁ ଯିବା। ଆରେ ଖେଳିବାକୁ ପରେ ଯିବୁ। ଏଇ ଦେଖ, ସୁଫିକେଟରେ କେତେ ସୁନ୍ଦର ଟି ସାର୍ଟ ମିଳୁଛି। ଏଥର ଗରମ ଦିନରେ ପିନ୍ଧିବାକୁ ବହୁତ ଆରାମ ଲାଗିବ। ଆଲେ ଲତିଆ, ଥୋପି କାଟିଲେ ଟି ସାର୍ଟ କିଣିଲେ କିଛି ଅଫର ମିଳିଥିଲା ଲାୟା? ଆରେ ହଁ, ତୁ ଜାଣିଛୁ ସୁଫିକେଟରେ ଯେକୌଣସି ଟି ସାର୍ଟ କିଣିଲେ ସେଥିରେ ନଟିଆ କାହାଣୀ ବୁକ୍ ଫ୍ରିରେ ମିଳୁଛି। ଆଉ କଣ ଖାଲି ଏତିକି? ଆରେ ମୁଁ କହୁଛି ଶୁଣୁ, ସୁଫିକେଟରେ ପ୍ରିପେଡ୍ କ୍ୟାଶ ଅନ୍ ଡେଲିଭରି ସୁବିଧା ସହ ସବୁ ଅର୍ଡରରେ 20% ଡିସକାଉଣ୍ଟରେ ମିଳୁଛି। ଏଥିରେ ଫ୍ରି ଶିପିଂ ସୁବିଧା ମଧ୍ୟ ରହିଛି। ଆଉ ତାହେଲେ ଡେଲି କାହିଁକି ସାଙ୍ଗମାନେ ଆପଣ ମାନେ ବି ଅର୍ଡର କରନ୍ତୁ Soficat.com ରୁ ଅଫର ସହ କମ୍ଫର୍ଟ ପିଓର କଟନ ଟି ସାର୍ଟ ପାଆନ୍ତୁ।